ପୁଣି ଜାତୀୟ ରାଜପଥ 49ରେ ଘଟିଲା ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରିରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ତୁରୁମୁଙ୍ଗା ପଟୁ କେନ୍ଦୁଝର ଅଭିମୁଖେ ଯାଉଥିବା OD 03L 0130 ଏକ କାର ସହିତ ଖିରେଇଟାଙ୍ଗିରି ଛକ ନିକଟରେ ଏକ ହିରୋ ହୋଣ୍ଡା ବାଇକ୍ OD 09C 6106 ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ଡ୍ରାଇଭର ସାଇଡରେ କ୍ଷତି ହୋଇଥିବା ବେଳେ କାରରେ ଥିବା ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି, କିନ୍ତୁ ବାଇକ୍ ଚାଳକ ଗୁରୁତର ହୋଇଥିବା ବେଳେ ରୋଗୀଯାନ ସାହାଯ୍ୟରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ବାଇକ୍ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରର ମଧ୍ୟ ସମ୍ମୁଖ ଭାଗ କ୍ଷତି ହୋଇଛି। ଅଣଚାଶ ନମ୍ବର ଜାତୀୟ ରାଜପଥରେ ଏହି ଅଞ୍ଚଳ ଏକ ଦୁର୍ଘଟଣା ପ୍ରବଣ ଏରିଆ ହୋଇଥିବା ଯୋଗୁଁ ଏହି ରାସ୍ତାରେ ସବୁବେଳେ ବିପଦ ଛକି ରହିଥାଏ। ପ୍ରତିଦିନ 20ରୁ 30 କିଲୋମିଟର ମଧ୍ୟରେ ଏହି ରାସ୍ତା ଉପରେ କିଛି ନା କିଛି ଦୁର୍ଘଟଣା ଘଟି ଚାଲିଛି। ଅନେକ ନିରୀହ ଜୀବନ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଇଥିବା ବେଳେ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ମରଣ ମୁହଁରୁ ଫେରି ଆସିଛନ୍ତି। ଏହି ଖିରେଇଟାଙ୍ଗିରି ବଜାର ଏକ ଜନଗହଳିପୂର୍ଣ୍ଣ ବଜାର। ଏଠାରେ ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ, ରାଜସ୍ୱ କାର୍ଯ୍ୟାଳୟ ଏବଂ ପଞ୍ଚାୟତ ଅଫିସ ରହିଥିବା ଯୋଗୁଁ ସବୁବେଳେ ଲୋକମାନଙ୍କ ଯିବା ଆସିବା ଲାଗି ରହିଥାଏ। ତେଣୁ ଏହି ରାସ୍ତା ଉପରେ ହମ୍ପସ ନିର୍ମାଣ କରିବା ପାଇଁ ଅନେକ ଥର ଅଭିଯୋଗ ହୋଇଛି। ପ୍ରଶାସନ ଦୃଷ୍ଟି ଦେଇ ଏହି ରାସ୍ତାକୁ ସୁରକ୍ଷିତ ରଖିବା ପାଇଁ ଦୃଷ୍ଟି ଦେଲେ ଜୀବନଯାତ୍ରାରେ ବାଧାପ୍ରାପ୍ତ ନ ହୋଇ ଅନେକ ଜୀବନ ସୁରକ୍ଷିତ ରହିପାରିବ ବୋଲି ଆଶା କରାଯାଉଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, AB ନ୍ୟୁଜ।